ଜୟ ଜଗନ୍ନାଥ। କାହିଁକି ଶ୍ରୀକୃଷ୍ଣ ମାତା ଗାନ୍ଧାରୀଙ୍କ ଅଭିଶାପକୁ ସ୍ୱୀକାର କଲେ ତାହା ଆମେ ଆଜି ଜାଣିବା। ସେ ତ ଭଗବାନ ଥିଲେ, ତାଙ୍କୁ ବର୍ତ୍ତମାନ ଅତୀତ ଭବିଷ୍ୟତ ସବୁର ଜ୍ଞାନ ଥିଲା। ତାପରେ ବି ସେ ଗାନ୍ଧାରୀଙ୍କ ଅଭିଶାପକୁ ସ୍ୱୀକାର କଲେ। କାହାଣୀଟି ଜାଣିବା ଆଗରୁ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏପରିକି ସେ ଗାନ୍ଧାରୀଙ୍କ ଅଭିଶାପକୁ ଅପେକ୍ଷା କଲେ। ନିଜ ତରଫରୁ କିଛି ବି ଉତ୍ତର ଦେଲେ ନାହିଁ। ମାନିଲେ ଯେ ଗାନ୍ଧାରୀଙ୍କ ହୃଦୟରେ ଦୁଃଖ ତାଣ୍ଡବ କରୁଥିଲା। ସେ ତାଙ୍କର 100 ପୁତ୍ରଙ୍କ ମୃତ୍ୟୁର ପୀଡ଼ା ସହିଥିଲେ। କିନ୍ତୁ ଏହାର ମାନେ ସେ ବାସୁଦେବ ଶ୍ରୀକୃଷ୍ଣଙ୍କୁ କୁରୁକ୍ଷେତ୍ର ଭୂମି ଉପରେ ସବୁଠାରୁ ବଡ଼ ଅଧର୍ମ କରିଥିବା ବାଲା ବୋଲି କହିଥିଲେ। ଦଣ୍ଡର ଅଧିକାର ବୋଲି କହି ଅଭିଶାପ ଦେଇଦେଲେ। ଯେଉଁ ପ୍ରକାର ତାଙ୍କ ବଂଶ ନାଶ ହୋଇଛି, ଠିକ୍ ସେହି ପ୍ରକାର ଶ୍ରୀକୃଷ୍ଣଙ୍କ ଆଖି ସମ୍ମୁଖରେ ତାଙ୍କ ଯାଦବ ବଂଶ ମଧ୍ୟ ଲୋପ ପାଇବ। ଯେଉଁ ପ୍ରକାର ମୋ ରାଜ୍ୟ ଦୁଃଖରେ ବୁଡ଼ିଯାଇଛି, ସେହି ପ୍ରକାର ତୁମ ରାଜ୍ୟ ମଧ୍ୟ ସମୁଦ୍ରରେ ବୁଡ଼ିଯିବ, ଏହା କହିଥିଲେ ମାତା ଗାନ୍ଧାରୀ। ତୁମ ସୁନାର ମହଲ ସମୁଦ୍ର ବକ୍ଷରେ ଲୀନ ହୋଇଯିବ, ଆଉ ତୁମେ ମଧ୍ୟ ଏକାକୀ ଜଙ୍ଗଲରେ ଏକ ପଶୁ ଶିକାରୀ ଦ୍ୱାରା ମୃତ୍ୟୁ ପାଇବ। ତାଙ୍କ ଅଭିଶାପ ବିଫଳ ହୋଇନଥିଲା, କାରଣ ତାହା ଏକ ମା'ର ହୃଦୟରୁ ବାହାରିଥିଲା। ସମସ୍ତେ ତାଙ୍କୁ କହିଲେ କି ତୁମେ ବାସୁଦେବଙ୍କୁ ଏତେ ବଡ଼ ଓ ଏତେ ଭୟଙ୍କର ଅଭିଶାପ କାହିଁକି ଦେଲ? ଅର୍ଜୁନ କହିଲେ, ଆପଣ ଏ ବିଶ୍ୱକୁ ଅନାଥ କରିଦେଲେ। କୁନ୍ତୀ କହିଲେ, ଏହି ଅଭିଶାପକୁ ଫେରାଇ ନିଅନ୍ତୁ। ସେତେବେଳକୁ ଗାନ୍ଧାରୀଙ୍କୁ ନିଜ ଭୁଲର ଅନୁତାପ ହେଲା। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇ ସାରିଥିଲା। ଏକ ଶିବଭକ୍ତିନୀଙ୍କ ଠାରୁ ଅଭିଶାପ ବାହାରି ସାରିଥିଲା। ବାସୁଦେବ ଶ୍ରୀକୃଷ୍ଣ ଅତି ଆଦର ସହ ମାତା ଗାନ୍ଧାରୀଙ୍କ ପାଖକୁ ଗଲେ। କହିଲେ, ମାତା, ଆପଣ କିଛି ବି ଅନୁଚିତ କରିନାହାନ୍ତି। କୁରୁକ୍ଷେତ୍ରରେ ଯେତେବେଳେ କାହାର ହାତ ଗୋଡ଼ କଟୁଥିଲା ଓ ରକ୍ତ ବାହାରୁଥିଲା, ସେତେବେଳେ ମୋତେ ମଧ୍ୟ କଷ୍ଟ ହେଉଥିଲା। ଯଦି ବିଜୟର ସୁଖ ଭୋଗୁଛି ମାତା, ପରାଜୟର ଦୁଃଖ ମଧ୍ୟ ମୋତେ ହେଉଛି। ମୁଁ ହିଁ ଆପଣଙ୍କର ଶତ୍ରୁ ମାତା, ଆଉ ମୁଁ ହିଁ ଆପଣଙ୍କର ମିତ୍ର ଅଟେ, ଆଉ ମୁଁ ହିଁ ଆପଣଙ୍କର ପୁତ୍ର ବି ଅଟେ। ଜୀବନ ସାରା ମାତାଙ୍କ ଆଶୀର୍ବାଦକୁ ଗ୍ରହଣ କରୁଛି। ଭଗବାନ ହାତ ଯୋଡ଼ି ମାତାଙ୍କ ଅଭିଶାପକୁ ଗ୍ରହଣ କଲେ। ଆଉ କଥା ଦେଲେ ଯେ ଯେତେବେଳେ ସମୟ ଆସିବ, ସେ ନିଜର ବଂଶ ଲୋପ ନିଜ ସୁଦର୍ଶନ ଚକ୍ର ଦ୍ୱାରା କରାଇବେ। ସେତେବେଳେ ମାତା ଗାନ୍ଧାରୀଙ୍କୁ ଅନୁଭବ ହେଲା ଯେ ସେ କେତେ ବଡ଼ ଭୟଙ୍କର ଅଭିଶାପ ଦେଇଦେଲେ। ବାସୁଦେବ ଶ୍ରୀକୃଷ୍ଣ ମାତା ଗାନ୍ଧାରୀଙ୍କୁ ବୁଝାଇଲେ, ଆଶୀର୍ବାଦ କିମ୍ବା ଅଭିଶାପ ସବୁ ସମୟର ନିଜ ନିଜ ଯୋଜନା ଉପରେ ଆଧାରିତ ହୋଇଥାଏ।